ଦଶମ ଶ୍ରେଣୀର ମୋର ସମସ୍ତ ପ୍ରିୟ ଛାତ୍ରଛାତ୍ରୀମାନେ ତୁମ ସମସ୍ତଙ୍କୁ ପୁଣି ଥରେ ତୁମମାନଙ୍କର ପ୍ରିୟ ୟୁଟ୍ୟୁବ୍ ଚ୍ୟାନେଲ୍ ଏସ୍ଏସ୍ ଓଡ଼ିଆ ଏକାଡେମୀକୁ ସ୍ୱାଗତ। ପିଲାମାନେ ତୁମମାନଙ୍କର ଯେଉଁ ରହିଛି ଚାରିଟା କ୍ଲବ୍ ସାହିତ୍ୟ ହୁଜନି, ଜିଜ୍ଞାସା, କ୍ରୀଡ଼ାଙ୍ଗନ ଆଉ କୌଶଳୀ। ତ ଏଇ ଚାରିଟା କ୍ଲବ୍ର ପ୍ରତ୍ୟେକ କ୍ଲବ୍ରୁ ତୁମମାନଙ୍କୁ ଯେଉଁ ରହିଛି 120 ମାର୍କ ତୁମମାନେ ପାଇବ। ଯେଉଁ ପ୍ରାକ୍ଟିକାଲ୍ ନମ୍ବର ଭଳିଆ ତୁମର ରହୁଛି। ଟୋଟାଲ୍ ତୁମେ 600 ମାର୍କର ଏକ୍ଜାମ୍ ଦେବ, ସେଥିରୁ 120 ମାର୍କ ଶିକ୍ଷକଙ୍କ ହାତରେ ଯେଉଁ ରହୁଛି। ଚାରିଟା କ୍ଲବ୍କୁ ନେଇକି ତୁମେ ଯେତେ ଅଧିକ ଭଲ କରିପାରିବ ତ ସେତେ ଅଧିକ ନମ୍ବର ଆଣିପାରିବ। ଇଭେନ୍ ତୁମେ 120ରୁ 120 ମଧ୍ୟ ଆଣିପାରିବ ଏବଂ ଏଇ ମାର୍କ ହିଁ ତୁମକୁ ଅଧିକ ପରସେଣ୍ଟେଜ୍ ଆଣିବାରେ ସହାୟକ ହେବ। ତେଣୁ ଆମେ ପ୍ରତ୍ୟେକ ଅଧିବେଶନକୁ ଭଲ ଭାବରେ ଦେଖିବା ଏବଂ ତା'ର ଆକ୍ଟିଭିଟି ୱାର୍କ କରିବା। ତତ୍ ସହିତ ଯେଉଁ ରହିଛି ପ୍ରୋଜେକ୍ଟ ୱାର୍କ, 2ଟା ପ୍ରୋଜେକ୍ଟ ୱାର୍କ ହେବ। ତ ହାଫ୍ ଇୟର୍ଲି ଭିତରେ ଗୋଟେ ପ୍ରୋଜେକ୍ଟ ୱାର୍କ ଆଉ ଆନୁଆଲ୍ ଏକ୍ଜାମ୍ ପୂର୍ବରୁ ଗୋଟେ ପ୍ରୋଜେକ୍ଟ ୱାର୍କ, 2ଟା ପ୍ରୋଜେକ୍ଟ ୱାର୍କ ତୁମକୁ ସବମିଟ୍ କରିବା ପାଇଁ ପଡ଼ିବ। ପ୍ରତ୍ୟେକ ଯେଉଁ ରହିଛି କ୍ଲବ୍, ପ୍ରତ୍ୟେକ କ୍ଲବ୍ରୁ ତୁମକୁ 2-2ଟା ଲେଖା ପ୍ରୋଜେକ୍ଟ ୱାର୍କ ସବମିଟ୍ କରିବା ପାଇଁ ପଡ଼ିବ। ତ ଆମେ ଫାର୍ଷ୍ଟ ଦେଖିବା କ୍ରୀଡ଼ାଙ୍ଗନରେ କେତୋଟି ଅଧିବେଶନ ରହିଛି ଏବଂ କେତୋଟି ଅଧିବେଶନ ଆମକୁ କରିବା ପାଇଁ ପଡ଼ିବ, ତାଦ୍ୱାରା ଆମେ ଅଧିକରୁ ଅଧିକ ନମ୍ବର ଆଣିପାରିବା। ତେଣୁ ସର୍ବପ୍ରଥମେ ଯେଉଁମାନେ ବି ଚ୍ୟାନେଲ୍କୁ ନୂଆ କରି ଭିଜିଟ୍ କରୁଛ, ଚ୍ୟାନେଲ୍ ନୋଟିଫିକେସନ୍ ପାଇବା ପାଇଁ ଚ୍ୟାନେଲ୍କୁ ସବସ୍କ୍ରାଇବ୍ କରିଦିଅ ଆଉ ସାଙ୍ଗମାନଙ୍କ ସହିତ ବହୁତ ମାତ୍ରାରେ ସେୟାର କରିଦିଅ। କାହିଁକି ତୁମମାନଙ୍କ ଗୋଟେ ସବସ୍କ୍ରାଇବ୍ ମୋତେ ମୋଟିଭେଟ୍ କରିବ ପରବର୍ତ୍ତୀ ସମୟରେ ତୁମମାନଙ୍କ ପାଇଁ ଭିଡ଼ିଓ ନେଇକି ଆସିବା ପାଇଁ। ଦେଖ ସୂଚୀପତ୍ର ଦେଖିଦେବା। ଫାର୍ଷ୍ଟ ହେଉଛି ଶିକ୍ଷକଙ୍କ ପାଇଁ ସୂଚନା, ପାଠ୍ୟକ୍ରମ ନିର୍ଦ୍ଦେଶାବଳୀ। ତାପରେ ଆସ ଦେଖ ଅଧିବେଶନ 1 କ'ଣ ରହିଛି ନା ଦୃଢ଼ତା। ଦୃଢ଼ତାର ସହିତ ଆମେ କ'ଣ କରିବା ନା ମତ ପ୍ରକାଶ କରିବା। ଅଧିବେଶନ 1। ତାପରେ ଆମର ଆସିଲା ଅଧିବେଶନ 2 ସେଇ ଦୃଢ଼ତା, ଅଧିବେଶନ 3 ଦୃଢ଼ତା, ଅଧିବେଶନ 4 ଆତ୍ମପରିଚାଳନା, ଅଧିବେଶନ 5 ଦୃଢ଼ତା ଏବଂ ଆତ୍ମପରିଚାଳନା, ଅଧିବେଶନ 6 ଅଲିମ୍ପିକ୍ ରିଙ୍ଗ ଏବଂ ମ୍ୟୁଜିୟମ୍, ଅଧିବେଶନ 7 ଆତ୍ମପରିଚାଳନା, ଅଧିବେଶନ 8 ସହଯୋଗିତା, ଅଧିବେଶନ 9 ରହିବ ଆତ୍ମପରିଚାଳନା, ଅଧିବେଶନ 10 ରହିବ ଆତ୍ମପରିଚାଳନା ଏବଂ ସହଯୋଗିତା, ଅଧିବେଶନ 11 ରହିବ ଅଲିମ୍ପିକ୍ ଖେଳ ଏବଂ ଗାଁ, ଅଧିବେଶନ 12 କ'ଣ ରହିବ ନା ସହଯୋଗିତା, 13 ରହିବ ସୃଜନଶୀଳତା, 14 ରହିବ ନିଷ୍ପତ୍ତି ନେବା, 15 ରହିବ ସହଯୋଗିତା, 16 ରହିବ ସହଯୋଗିତା, 17 ରହିବ ସହଯୋଗିତା, 18 କ'ଣ ରହିବ ନା ଅଲିମ୍ପିକ୍ରେ ମହିଳା ଏବଂ ପାରା ଅଲିମ୍ପିକ୍, 19 ରହିବ ସୃଜନଶୀଳତା, ନିଷ୍ପତ୍ତି ନେବା ଏବଂ ସହଯୋଗିତା, 20 ରହିବ ସୃଜନଶୀଳତା, 21 ରହିବ ସୃଜନଶୀଳତା, 22 ରହିବ ନିଷ୍ପତ୍ତି ନେବା, ତାପରେ ଦେଖିଦିଅ ପ୍ରକଳ୍ପ କାର୍ଯ୍ୟ, କ୍ରୀଡ଼ାଙ୍ଗନ ଆକାଂକ୍ଷୀ ପାଠ୍ୟକ୍ରମ ପାଇଁ ମୂଲ୍ୟାଙ୍କନ। ଏହି ସମସ୍ତ ପ୍ରକଳ୍ପ କାର୍ଯ୍ୟ ଏବଂ ଲାଷ୍ଟ କ୍ରୀଡ଼ାଙ୍ଗନ ଆକାଂକ୍ଷୀ ପାଠ୍ୟକ୍ରମ ପାଇଁ ମୂଲ୍ୟାଙ୍କନ। ତାମାନେ ପ୍ରତ୍ୟେକ ଅଧିବେଶନ ତୁମେ କେତେ କେତେ ନମ୍ବର ରଖିଲ ଏବଂ ପ୍ରୋଜେକ୍ଟ ୱାର୍କ କେତେ ନମ୍ବର ରଖିଲ, ଟୋଟାଲ୍ ତୁମେ କେତେ ମାର୍କ ପାଇଲ। ତ ଯଦି ବହୁତ ଭଲ କରୁଛ ନିଶ୍ଚିତ ଭାବରେ ଶିକ୍ଷକ ତୁମକୁ 20ରୁ 20 ମାର୍କ ଦେବେ ଏବଂ ତୁମମାନଙ୍କର କୌଣସି ଆଉ ଅସୁବିଧା ହେବ ନାହିଁ। ତ এই ଆନୁଆଲ୍ ଏକ୍ଜାମ୍ ଭିତରେ ତୁମକୁ 4ଟା ଇଣ୍ଟରନାଲ୍ ଆସେସମେଣ୍ଟ ଏକ୍ଜାମ୍ ଦେବା ପାଇଁ ପଡ଼ିବ। ଇଣ୍ଟରନାଲ୍ ଆସେସମେଣ୍ଟ ଏକ୍ଜାମ୍ ଦେବା ପାଇଁ ପଡ଼ିବ। ଆଉ ଯେଉଁ ରହିଛି 4ଟା କ୍ଲବ୍ ସାହିତ୍ୟ ହୁଜନି, ଜିଜ୍ଞାସା, କୌଶଳୀ, କ୍ରୀଡ଼ାଙ୍ଗନ। ତ ସେ 4ଟାକୁ ଆମେ ଭଲ ଭାବରେ ସମସ୍ତ ଅଧିବେଶନ କରିବା ସହିତ ତା'ର ପ୍ରୋଜେକ୍ଟ ୱାର୍କ ସବମିଟ୍ କରିବା ପାଇଁ ପଡ଼ିବ। ତେବେ ଯାଇ ଆମେ ଅଧିକରୁ ଅଧିକ ନମ୍ବର ଆଣିପାରିବା। ସେଥିପାଇଁ ଭିଡ଼ିଓକୁ ଫାର୍ଷ୍ଟ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଆଜି ଆମେ କ୍ରୀଡ଼ାଙ୍ଗନର ସମସ୍ତ ଅଧିବେଶନ କ'ଣ କ'ଣ ରହିଛି ସେ ବିଷୟରେ ଆଲୋଚନା କରିବା ଏବଂ ତା'ର ଭିଡ଼ିଓ ମଧ୍ୟ ମୁଁ ଅପଲୋଡ଼ କରିଦେଇଛି। ଏ ବର୍ଷ ନୂଆ ଭିଡ଼ିଓ ମଧ୍ୟ ଅପଲୋଡ଼ କରିବି ପ୍ରତ୍ୟେକ ଅଧିବେଶନ ୱାଇଜ୍। ଆଉ ପ୍ରୋଜେକ୍ଟ ୱାର୍କ ମୁଁ ବହୁତ ସୁନ୍ଦର ପ୍ରୋଜେକ୍ଟ ୱାର୍କ ଅପଲୋଡ଼ କରିଛି। ତୁମେମାନେ ଚ୍ୟାନେଲ୍କୁ ଏସ୍ଏସ୍ ଓଡ଼ିଆ ଏକାଡେମୀ ୟୁଟ୍ୟୁବ୍ ଚ୍ୟାନେଲ୍କୁ ଭିଜିଟ୍ କରିପାରିବ ଏବଂ ବହୁତରୁ ବହୁତ ମାତ୍ରାରେ ସବସ୍କ୍ରାଇବ୍ କର, ସାଙ୍ଗମାନଙ୍କ ସହିତ ସେୟାର କରିଦିଅ, ସେମାନେ ମଧ୍ୟ ସବସ୍କ୍ରାଇବ୍ କରନ୍ତୁ। ଚାଲ ଦେଖିବା ଅଧିବେଶନ 1 ଦେଖ ଦେଇଛି। କ'ଣ ଦେଇଛି ଅଧିବେଶନ 1ରେ ନା 35ରୁ 45 ମିନିଟ୍ ଭିତରେ ଏ ଅଧିବେଶନକୁ ସାରିବା ପାଇଁ ପଡ଼ିବ। କୌଶଳ କ'ଣ ରହିଛି ନା ଦୃଢ଼ତାର ସହିତ ମତ ପ୍ରକାଶ କରିବା। ଅଧିବେଶନ 1 ତା'ର ପୃଷ୍ଠଭୂମି ରହିଛି ଦୃଢ଼ତା ହେଉଛି ଭାବନା, ଚିନ୍ତାଧାରା, ମତାମତ ଏବଂ ବିଶ୍ୱାସକୁ ସମ୍ମାନଜନକ, ସ୍ପଷ୍ଟ ଏବଂ ସଚ୍ଚୋଟ ଭାବରେ ପରିପ୍ରକାଶ କରିବାର ଏକ ଉପାୟ। ଏହା ଏଭଳି ଏକ କୌଶଳ ଯାହାକୁ ଶିଖିବା ଏବଂ ଅଭ୍ୟାସ କରିବା ପାଇଁ ସମୟର ଆବଶ୍ୟକତା ପଡ଼େ, କିନ୍ତୁ ଏହା ଆମକୁ ନିଜ ପାଇଁ ନିଷ୍ପତ୍ତି ନେବା ଏବଂ ସ୍ଥିର ମନୋଭାବ ଜାଗ୍ରତ କରିବାରେ ସକ୍ଷମ କରେ। ଆଦେଶାନୁବର୍ତ୍ତିତା ଭାବ ବିନିମୟରେ ଆମେ ବ୍ୟକ୍ତିଗତ ମୂଲ୍ୟ ବଦଳରେ ଅନ୍ୟମାନଙ୍କ ଆବଶ୍ୟକତା ଏବଂ ଭାବନାକୁ ପ୍ରାଧାନ୍ୟ ଦେଇଥାଉ। ଉଗ୍ରତା ଭାବ ବିନିମୟ
ରେ ଆମେ ନିଜର ଆବଶ୍ୟକତା ପସନ୍ଦ ଏବଂ ଭାବନାକୁ ପ୍ରାଧାନ୍ୟ ଦେଇଥାଉ, କିନ୍ତୁ ଏହାଦ୍ୱାରା ଅନ୍ୟମାନେ ଅବହେଳିତ, ସମାଲୋଚିତ କିମ୍ବା ଭୟଭୀତ ଅନୁଭବ କରିପାରନ୍ତି। ଦକ୍ଷତା କ'ଣ ବୃଦ୍ଧି ପାଇବ ନା ଦୃଢ଼ତା, ଆଦେଶାନୁବର୍ତ୍ତିତା ଏବଂ ଉଗ୍ର ଆଚରଣ ମଧ୍ୟରେ ପାର୍ଥକ୍ୟ ଆମେ ଜାଣିପାରିବା। ଉଦ୍ଦେଶ୍ୟ କ'ଣ ରହିବ ଏଥିରେ ନା ଉଦ୍ଦେଶ୍ୟ ରହିବ ଅଂଶଗ୍ରହଣକାରୀ ଦୃଢ଼ତା, ଆଦେଶାନୁବର୍ତ୍ତିତା ଏବଂ ଉଗ୍ରତା ଭାବ ବିନିମୟ ମଧ୍ୟରେ ଦୁଇଟି ପାର୍ଥକ୍ୟ ଚିହ୍ନଟ କରିବାରେ ସକ୍ଷମ ହୋଇପାରିବେ। ତାର ବାହ୍ୟ ଖେଳ କ'ଣ ରହିଛି ନା ଅଂଶଗ୍ରହଣକାରୀମାନଙ୍କୁ ଆମେ ତିନୋଟି ଦଳରେ ବିଭକ୍ତ କରିବା। ତାଙ୍କର ନାଁ କ ଖ ଗ ଦେଇପାରିବା। ପ୍ରଥମ ପାଳି ପ୍ରସ୍ତୁତି ହେବ, ରିଲେ ରେସ୍, ତାର ଖେଳ ମଧ୍ୟ ମୁଁ ଅପଲୋଡ଼ କରିବି, ତୁମେମାନେ ଦେଖିପାରିବ। ରିଲେ ରେସ୍ ଚିହ୍ନଟ ହୋଇଥିବା ଗୋଲାକାର କ୍ଷେତ୍ରର ମଝି ଭାଗରେ ଉପକରଣ ବସ୍ତୁ ରଖିବା। ତିନୋଟି ଦଳକୁ କାଳ୍ପନିକ ତ୍ରିଭୁଜ କ୍ଷେତ୍ରର ତିନିଟି କୋଣରେ ହୋଇଥିବା ତିନିଟି ଭିନ୍ନ ଗୋଲାକାର କ୍ଷେତ୍ରରେ ଠିଆ ହେବାକୁ କହିବା। ଆରମ୍ଭ କହିବା ମାତ୍ରେ ପ୍ରତି ଦଳରୁ ଜଣେ ସଦସ୍ୟ ଗୋଲାକାର କ୍ଷେତ୍ର ନିକଟକୁ ଦୌଡ଼ି ଯାଇ ଗୋଟିଏ ଲେଖାଏଁ ବସ୍ତୁ ଉଠାଇବେ ଏବଂ ନିଜ ଦଳ ନିକଟକୁ ଫେରିବେ। ଏଇଭଳି ସବୁ ଖେଳର ନିୟମ ରହିଛି। ତ ଖେଳର ନିୟମକୁ ତୁମେମାନେ ପଢ଼ିପାରିବ ଏବଂ ପଢ଼ିକି ସେହି ଅନୁସାରେ ଖେଳ ପାଇଁ ପ୍ରସ୍ତୁତ ହୋଇପାରିବ। ଏଥିରେ ବହୁତ ଗୁଡ଼ିଏ ଅଧିବେଶନ ଅଛି। ସମସ୍ତ ଅଧିବେଶନକୁ ମୁଁ ତୁମକୁ ସର୍ଟରେ ଟିକେ ଟିକେ ଦେଖାଇ ଦେଉଛି, ତୁମେମାନେ ତା ଭିତରେ ବିଷୟରେ ଜାଣିଥାଅ। ଆମେ ପ୍ରତ୍ୟେକ ଅଧିବେଶନର ଖେଳ ମୋ ଫିଲ୍ଡରେ ଯେତେବେଳେ କରିବି ଆମ ପିଲାଙ୍କ ସହିତ, ସେତେବେଳେ ତା'ର ଭିଡ଼ିଓକୁ ମୁଁ ମଧ୍ୟ ଅପଲୋଡ଼ କରିବି, ତାହା ମଧ୍ୟ ଦେଖିପାରିବ। ତ ବର୍ତ୍ତମାନ ଦେଖିବା ନେକ୍ସଟ। ଦ୍ୱିତୀୟ ପାଳି ରହିଛି ପ୍ରସ୍ତୁତି। ଦ୍ୱିତୀୟ ପାଳିରେ ସମସ୍ତ ବସ୍ତୁକୁ ଦଳଗୁଡ଼ିକ ମଧ୍ୟରେ ସମାନ ଭାବରେ ବାଣ୍ଟି ଦେବା। ଖେଳର ନିୟମ ଏହି ପାଳିରେ ଦଳ କର ସଦସ୍ୟ କର ସଦ୍ୟ ଦଳ ଖ ପାଖକୁ, ଦଳ ଖର ସଦସ୍ୟ ଦଳ ଗ ପାଖକୁ ଏବଂ ଦଳ ଗର ସଦସ୍ୟ ଦଳ କ ପାଖକୁ ଯିବେ ଏବଂ ଏକ ବସ୍ତୁ ମାଗିବେ। ଏଗୁଡ଼ା ସବୁ ରହିଛି। ଏଠି ଖେଳ ଦେଖିଦିଅ କିଭଳିଆ ରହିଛି ନା ଗୋଟେ ଗୋଲାକାର ବା ଗୋଟେ ଗୋଲ ବୃତ୍ତ ଭଳିଆ ଆମେ ଅଙ୍କନ କରିବା ବା କାଟିଦେବା, ଗାର ଟାଣିଦେବା ଏବଂ ତା ଭିତରେ ବିଭିନ୍ନ ସାମଗ୍ରୀ ରଖିବା। ତିନୋଟି ଦଳକୁ ତିନୋଟି ତ୍ରିଭୁଜ ହେଉ ବା ଗୋଲାକାର କ୍ଷେତ୍ର ମଧ୍ୟରେ ତାଙ୍କୁ ଛିଡ଼ା ହେବା ପାଇଁ କହିବା ଏବଂ ସେମାନେ କ'ଣ କରିବେ ନା ଗୋଟେ ଦଳରୁ ଖେଳାଳି ଆସିକି ଅନ୍ୟ ଦଳକୁ କୌଣସି ଗୋଟେ ବସ୍ତୁ ମାଗିବେ। ସେମାନେ ତାକୁ ଦୌଡ଼ି ଯିବେ ଏବଂ ପ୍ରତି ଦଳ କିଏ କେତେ ସଂଗ୍ରହ କରିକି ଆଣିକି ନିଜ ଦଳରେ ଷ୍ଟୋର କଲେ ତ ତାକୁ ଆମେ ଦେଖିବା। ପ୍ରଥମ ଚିତ୍ର ଦେଇଛି, ଦ୍ୱିତୀୟ ଚିତ୍ର ଦେଇଛି, ତୃତୀୟ ଚିତ୍ର ଦେଇଛି। ତୃତୀୟ ଚିତ୍ରର କ୍ୟାନ୍ ଆଇ ପିକ୍ ଦି ଅବଜେକ୍ଟସ୍, ୟେସ୍ କହିପାରିବେ, ନ କହିପାରିବେ, नो ସେମାନେ ଦେବା ପାଇଁ ଚାହିଁବେ ନାହିଁ। ତ ଏଇଭଳି ଭାବରେ ତୃତୀୟ ରାଉଣ୍ଡ ପର୍ଯ୍ୟନ୍ତ ଖେଳର ପରିସମାପ୍ତି ଘଟିବ। ଯେତେବେଳେ ଏହି ଖେଳକୁ ପଡ଼ିଆରେ ଆମେ ଖେଳିବା ସେତେବେଳେ ଖେଳରେ ମଜା ଆସିବ। ତାପରେ ଶ୍ରେଣୀଗୋଳ ଖେଳ, ଦୃଢ଼ତା ଅଭିନୟ। ପ୍ରଥମ ଦୃଶ୍ୟ ଲେଖ ଦେଖ, ଆଲୋକଙ୍କ ବ୍ୟକ୍ତିଗତ ପସନ୍ଦ ଏବଂ ସଉକକୁ ନେଇ ସହପାଠୀ ତାଙ୍କୁ ସମସ୍ତଙ୍କ ଆଗରେ ପରିହାସ କରନ୍ତି। ଆଲୋକ କିପରି ଏହାର ଉତ୍ତର ଦେବେ ଓ ଏହାକୁ ରୋକିବେ ଜାଣିପାରୁନାହାନ୍ତି। ତ ପରିହାସକୁ ଆମେ ଯଦି ଜଣେ ପରିହାସ କରୁଛୁ ତ ଆମେ ତାକୁ ପରିହାସ କରିବା ନାହିଁ ବା ଗାଳି କରିବା ନାହିଁ ବା ଉତ୍ତେଜିତ ହେବା ନାହିଁ। କ୍ରୋଧକୁ ସମ୍ବରଣ କରିବା ଏବଂ ତାହାକୁ ସହଜ ଉପାୟରେ କିଭଳି ଭାବରେ ସମାଧାନ କରିବା ତାହା ଏଥିରୁ ଆମେ ଶିଖିବା। ତାପରେ ଆସ ବସିବା ଓ ଭାବିବା। ଏଇଟା ଆସ ବସିବା ଭାବିବା କ'ଣ, ଏଇ ଖେଳକୁ ଉପଭୋଗ କଲ କି? ଯଦି ଉପଭୋଗ କଲ ହଁ କହିପାରିବ, ନାଇଁ କହିପାରିବ। ପ୍ରଥମ ପାଳି ଏବଂ ଦ୍ୱିତୀୟ ପାଳି ମଧ୍ୟରେ ତୁମେ ଲକ୍ଷ୍ୟ କରିଥିବା ସବୁଠୁ ବଡ଼ ପାର୍ଥକ୍ୟ କ'ଣ ଥିଲା? ସମ୍ଭାବ୍ୟ ଉତ୍ତରରେ ଆମେ କହିପାରିବା ପ୍ରଥମ ପାଳିରେ ସମସ୍ତଙ୍କ ପାଇଁ ସମାନ ନିୟମ ଥିଲା, କିନ୍ତୁ ଦ୍ୱିତୀୟ ପାଳିରେ ନିୟମ ଭିନ୍ନ ଥିଲା, ଯାହାଫଳରେ ଗୋଟିଏ ଦଳ ସର୍ବାଧିକ ବସ୍ତୁ ସଂଗ୍ରହ କଲେ ଏବଂ ଅନ୍ୟ ଦଳ ଅସହାୟ ହୋଇ ସମସ୍ତ ବସ୍ତୁ ହରାଇଲେ। ତୁମ ଦଳ ଯେତେବେଳେ ଅନ୍ୟ ଦଳର ସଦସ୍ୟଙ୍କୁ ଯେକୌଣସି ସଂଖ୍ୟାରେ ବସ୍ତୁ ନେବା ପାଇଁ ଅନୁମତି ଦେଉଥିଲା, ସେହି ସମୟରେ ତୁମେ କିପରି ଅନୁଭବ କଲ? ଆମକୁ ଏପରି ଲାଗିଲା ଯେପରି ଆମ ସହ ଅନ୍ୟାୟ ହେଉଛି। ଅନ୍ୟମାନେ ଆମକୁ କିପରି ବ୍ୟବହାର କରିବେ ତାହା ଉପରେ ଆମର କୌଣସି ପ୍ରକାର ନିୟନ୍ତ୍ରଣ ନଥିଲା। ଏହା କ'ଣ ସୂଚାଏ? ଏପରି ପରିସ୍ଥିତିରେ ତୁମେ ଯାହା କରିଥିଲ ତାହାର ପୁନରାବୃତ୍ତି କରିବାକୁ ପସନ୍ଦ କରିବ ନା ଆଉ କିଛି କରିବ? ଏହା ଉଗ୍ରତା ଆଚରଣକୁ ସୂଚାଏ। ଏହି ଆଚରଣ ଅନ୍ୟମାନଙ୍କୁ ଆଘାତ ଦେଇପାରେ। ଉଗ୍ରତା ଆଚରଣ ଥିବା ବ୍ୟକ୍ତିଙ୍କ ନିକଟକୁ କେହି ଆସିବାକୁ ପସନ୍ଦ କରନ୍ତି ନାହିଁ। ତାର ବାର୍ତ୍ତା ରହିଛି, ଗୃହ କାର୍ଯ୍ୟ ରହିଛି, କାର୍ଯ୍ୟଫର୍ଦ୍ଦ। ତାର ଜୀବନ କୌଶଳ ପାଠ୍ୟକ୍ରମ କାର୍ଯ୍ୟଫର୍ଦ୍ଦ 1 ରହିଛି। ଏ କାର୍ଯ୍ୟଫର୍ଦ୍ଦର ଆନ୍ସର କ'ଣ ହେବ ତାହା ମୁଁ ଅପଲୋଡ଼ କରିଦେଇଛି, ତୁମେମାନେ ଦେଖିପାରିବ। SSOD ଏକାଡେମୀ ୟୁଟ୍ୟୁବ୍ ଚ୍ୟାନେଲକୁ ଭିଜିଟ୍ କରିବ ଏବଂ ତାର ଆନ୍ସର ମଧ୍ୟ ତୁମେମାନେ ଦେଖିପାରିବ। ପତ୍ର 1ରେ କ'ଣ ଲେଖିବା, ପତ୍ର 2ରେ କ'ଣ ଲେଖିବା। ତାପରେ ଦେଖ ଅଧିବେଶନ 2 ସେଇଭଳି ଭାବରେ ରହିଛି। ତାର ପୃଷ୍ଠଭୂମି, ତାର ଦୃଢ଼ତା, ଦକ୍ଷତା କ'ଣ, ଉଦ୍ଦେଶ୍ୟ କ'ଣ ଏ ଖେଳର,
କ'ଣ କ'ଣ ଉପକରଣ ଆମେ ନେବା ଖେଳ ପାଇଁ, ବାହ୍ୟ ଖେଳରେ ଆମେ କ'ଣ ଖେଳିବା, ପ୍ରଥମ ପାଳି ଖେଳରେ କ'ଣ ଖେଳିବା, ଦ୍ୱିତୀୟ ପାଳି ଖେଳରେ କ'ଣ ଖେଳିବା, ଶ୍ରେଣୀଗୃହ ଖେଳ ନା ଖେଳ, ତାପରେ ଆସ ବସିବା ଓ ଭାବିବା। ତାପରେ ବାର୍ତ୍ତା ରହିବ, ତାପରେ ଗୃହ କାର୍ଯ୍ୟ ରହିବ, ତାପରେ କାର୍ଯ୍ୟପଦ 2 ସୀମା ନିର୍ଦ୍ଧାରଣ 2ରେ ଆମେ କ'ଣ ଲେଖିବା। ତାପରେ ଆସିବା ଅଧିବେଶନ 3। ଦେଖ ଦୃଢ଼ତା। ଅଧିବେଶନ 3ରେ ସେଇଭଳି ଭାବରେ ରହିବ ଦକ୍ଷତା। କ'ଣ ଦକ୍ଷତା ନା ଚିନ୍ତାଧାରା, ଭାବନା, ମତ ଏବଂ ଅଧିକାରକୁ ଆତ୍ମବିଶ୍ୱାସର ସହ ପରିପ୍ରକାଶ କରି ଭାବ ବିନିମୟ କରିବା। ଅଂଶଗ୍ରହଣକାରୀ ଏକ ନିର୍ଦ୍ଦିଷ୍ଟ ପରିସ୍ଥିତିରେ ସେମାନଙ୍କ ଭାବନା ଏବଂ ମତାମତକୁ ଆତ୍ମବିଶ୍ୱାସର ସହ ପରିପ୍ରକାଶ କରିବାକୁ ସମର୍ଥ ହେବେ। ତାପରେ ଜୀବନ କୌଶଳ ପାଠ୍ୟକ୍ରମ କାର୍ଯ୍ୟପଦ 3। କାର୍ଯ୍ୟପଦ ତାର କୋଡ଼ କ'ଣ ରହିଛି। ନିମ୍ନଲିଖିତ ବିବୃତ୍ତି କେଉଁ ପ୍ରକାରର ଆଦେଶାନୁବର୍ତ୍ତିତା, ଦୃଢ଼ତା ଏବଂ ଉଗ୍ରତା। ଆଦେଶାନୁବର୍ତ୍ତିତା କେଉଁଟା, ଦୃଢ଼ତା କେଉଁଟା, ଉଗ୍ରତା କେଉଁଟା। ତୁମେ ପୂର୍ବ ବର୍ଷ ନିଷ୍ପତ୍ତି ନେବା, ସମସ୍ୟା ସମାଧାନ, ସୃଜନଶୀଳତା, ସହଯୋଗ ଭଳି ବିଭିନ୍ନ ଜୀବନ କୌଶଳ ଶିଖିବାରେ ସକ୍ଷମ ହୋଇଛ। ପୂର୍ବ ବର୍ଷ ଅର୍ଥାତ୍ ନବମ କ୍ଲାସରେ। ଏହି ଜୀବନ କୌଶଳକୁ ଦର୍ଶାଇବା ପାଇଁ ତଥା ବାସ୍ତବ ଜୀବନରେ ଏହାର ଉପଯୋଗ କରିବା ପାଇଁ କ'ଣ ଯୋଜନା ପ୍ରସ୍ତୁତ କରିଛ ସେ ବିଷୟରେ ଏକ ଭାଷଣ କିମ୍ବା କ'ଣ ସୃଜନଶୀଳ କାର୍ଯ୍ୟ ପ୍ରସ୍ତୁତ କର। ଏହାକୁ ନିଜ ଫୋନରେ ରେକର୍ଡ଼ କରିପାରିବ। ତାପରେ ଅଧିବେଶନ 4 ଦେଖ ଆତ୍ମପରିଚାଳନା। ଦକ୍ଷତା କ'ଣ, ନିଜ ପାଇଁ ବାସ୍ତବବାଦୀ ଏବଂ ହାସଲଯୋଗ୍ୟ ସ୍ୱଳ୍ପ ଏବଂ ଦୀର୍ଘକାଳୀନ ଲକ୍ଷ୍ୟ ସ୍ଥିର କରିବା। ଉଦ୍ଦେଶ୍ୟ କ'ଣ ରହିବ, ଅଂଶଗ୍ରହଣକାରୀମାନେ ଅର୍ଥାତ୍ ଛାତ୍ରଛାତ୍ରୀମାନେ ବା ଶିକ୍ଷାର୍ଥୀମାନେ ସେମାନଙ୍କ ସାମର୍ଥ୍ୟ ଏବଂ ଦୁର୍ବଳତା ଆଧାରରେ ସ୍ୱଳ୍ପ ଏବଂ ଦୀର୍ଘକାଳୀନ ସ୍ମାର୍ଟ ଲକ୍ଷ୍ୟ ସ୍ଥିର କରିବାକୁ ସମର୍ଥ ହେବେ। ସ୍ମାର୍ଟ ଅର୍ଥ ସ୍ପେସିଫିକ୍, ନିର୍ଦ୍ଦିଷ୍ଟ, ମେଜରେବୁଲ୍ ଅର୍ଥ ମାପଯୋଗ୍ୟ, ଏଚିଭେବୁଲ୍ ଅର୍ଥ ହାସଲଯୋଗ୍ୟ, ରିଏଲିଷ୍ଟିକ୍ ଅର୍ଥ ବାସ୍ତବବାଦୀ, ଟାଇମ୍ ବାଉଣ୍ଡ ଅର୍ଥ ସମୟସୀମା। ଆବଶ୍ୟକ ଉପକରଣ କ'ଣ ନେବେ ନା 8ଟି ପାତ୍ର, ବାଲ୍ଟି, ବୋତଲ କିମ୍ବା କପ୍ ବ୍ୟବହାର କରିପାରିବେ। ପ୍ରସ୍ତୁତି ଆମେ କ'ଣ କରିବା ନା ଖେଳ ପଟେ 4ଟି ଆୟତାକାର କ୍ଷେତ୍ର ଚିହ୍ନଟ କରିବା। ଏଗୁଡ଼ା ଖେଳ ଆରାମସେ ତୁମେମାନେ କରିପାରିବ ପ୍ରସ୍ତୁତି ଦେଖି। ମୁଁ ଏଇ ଭିଡ଼ିଓଟା ଅପଲୋଡ଼ କରିବାର ଉଦ୍ଦେଶ୍ୟ ତୁମେମାନେ ସମସ୍ତେ ଜାଣ କ'ଣ ରହିଛି ତା'ର ଅଧିବେଶନ ଏବଂ କିଭଳି ଭାବରେ ତା'ର ଯେଉଁ ଚିତ୍ର ସବୁ ଦେଇଛି ତାକୁ ଦେଖିକି ତୁମେମାନେ ମଧ୍ୟ ଇଜିଲି କରିପାରିବ ଏବଂ ତା'ର ଯେଉଁ ଖେଳର ଭିଡ଼ିଓ ମଧ୍ୟ ମୁଁ ଅପଲୋଡ଼ କରିବି ତାକୁ ଦେଖିକି ତୁମେମାନେ ଖେଳିପାରିବ କ୍ଲାସ୍ରେ। ତାପରେ ଆସ ବସିବା ଭାବିବା, ବାର୍ତ୍ତା, ଗୃହ କାର୍ଯ୍ୟ, ତାପରେ କାର୍ଯ୍ୟପଦ 4, କାର୍ଯ୍ୟପଦ କୋଡ଼ ସବୁ କ'ଣ ରହିବ, ତୁମ ଜୀବନର ଲକ୍ଷ୍ୟ କ'ଣ ରହିବ। ତାପରେ କୌଶଳ ଦେଖ ଦୃଢ଼ତା ଏବଂ ଆତ୍ମପରିଚାଳନା, ଉଦ୍ଦେଶ୍ୟ କ'ଣ ରହିବ, ଦକ୍ଷତା କ'ଣ ରହିବ, ଦଳଗତ କାର୍ଯ୍ୟ କ'ଣ ରହିବ। ଅଧିବେଶନ 6 ସମାନ ଉଦ୍ଦେଶ୍ୟ, ଉପମୂଲ୍ୟବୋଧ, ବିବିଧତାକୁ ସମ୍ମାନ ଦେବା, ଅଲିମ୍ପିକ୍ ରିମ୍ ଏବଂ ମ୍ୟୁଜିୟମ୍। ତାପରେ ଆସ ବସିବା ଭାବିବା, ବାର୍ତ୍ତା ରହିଲା, ଗୃହ କାର୍ଯ୍ୟ ରହିଲା। ତ ପ୍ରତ୍ୟେକ ଯେଉଁ ଅଧିବେଶନ ରହୁଛି ପ୍ରତ୍ୟେକ ଅଧିବେଶନର ଦକ୍ଷତା ରହୁଛି, ତାର କୌଶଳ ରହୁଛି, ତାର ଉଦ୍ଦେଶ୍ୟ ରହୁଛି, ଖେଳ କିଭଳି ଭାବରେ ଖେଳିବା, କିଭଳି ଯୋଜନା ପ୍ରସ୍ତୁତ କରିବା, ଖେଳ ପ୍ରସ୍ତୁତ କିଭଳି କରିବା ସେ ବିଷୟରେ ଧାରଣା ରହୁଛି। ତ ସହିତ ଆମେ କ'ଣ ରହୁଛି ନା ଆସ ବସିବା ଭାବିବା, ତାପରେ ରହୁଛି ଗୃହ କାର୍ଯ୍ୟ ତୁମମାନଙ୍କର, ବାର୍ତ୍ତା ରହୁଛି, ତାପରେ ଆସୁଛି ଆକ୍ଟିଭିଟି ବା କାର୍ଯ୍ୟପଦ। ଏଇଭଳି ଭାବରେ ସମସ୍ତ ସୋପାନକୁ ଆମେ ଅତିକ୍ରମ କଲେ ଗୋଟେ ଗୋଟେ ଅଧିବେଶନକୁ ଆମେ କମ୍ପ୍ଲିଟ୍ କରିକି ସାରିପାରିବା। ତାପରେ ଅଧିବେଶନ 8 ଦେଖ କୌଶଳ ରହିଛି ସହଯୋଗିତା। ଦକ୍ଷତା କ'ଣ, ଅନ୍ୟଠାରୁ ସମର୍ଥନ ଖୋଜିବା ଏବଂ ପ୍ରଦାନ କରିବା। ଉଦ୍ଦେଶ୍ୟ ଅଂଶଗ୍ରହଣକାରୀ ଏଭଳି ପରିସ୍ଥିତିକୁ ଚିହ୍ନଟ କରିବାରେ ସକ୍ଷମ ହେବେ ଯେଉଁଠି ସେମାନଙ୍କୁ ଅନ୍ୟମାନଙ୍କ ସମର୍ଥନର ଆବଶ୍ୟକତା ଥିବ। ମୁଁ ଆଜି ଖାଲି ତୁମକୁ ଏଇ ପ୍ରତ୍ୟେକ ଚାପ୍ଟରକୁ ଖାଲି ସୂଚିତ କରିବାର ବା ତା'ର କଣ୍ଟେଣ୍ଟ ବିଷୟରେ ତୁମକୁ ଜଣାଇବାର ମୁଖ୍ୟ ଧାରଣା ଦେବାର ରହିଥିଲା। ତା ପରବର୍ତ୍ତୀ ସମୟରେ ଆମେ ପ୍ରତ୍ୟେକ ଅଧିବେଶନକୁ ତା'ର ଉତ୍ତର ସହ କାର୍ଯ୍ୟପଦ ଆମେ କରିବା। ତ
ତାପରେ ଅଧିବେଶନ 9 ଦେଖ ଆତ୍ମପରିଚାଳନା ତାର ଦକ୍ଷତା ରହିଛି ଉଦ୍ଦେଶ୍ୟ ରହିଛି ସେଇଭଳିଆ ସମସ୍ତ ଜିନିଷକୁ ତୁମେମାନେ ପଢ଼ିବ ବହୁତ କମ୍ ସମୟ ଭିତରେ ମୁଁ ତୁମମାନଙ୍କୁ ସମସ୍ତ ଅଧିବେଶନ ବିଷୟରେ ଟିକେ ଧାରଣା ଦେବା ପାଇଁ ଚାହୁଁଛି। आ विषय सब आम लेखिबा अधिकार कर्तव्य दायित्वबोध बाक स्वाधीनता धार्मिक स्वाधीनता परिवेश प्रति दायित्वबोध तापर अधिवेशन 10 देख आत्मपरिचालना सहयोगिता अधिवेशन 11 है ओलंपिक खेल एवं गाँ मूल्यबोध है उत्कर्षता उपमूल्यबोध सर्वोत्तम प्रयास करने क्षमता बाहर प्रदर्शन करने उद्देश्य ओलंपिक खेल एवं गाँ आस बसिया भाविबा वार्ता गृह कार्य अधिवेशन 12 है सहयोगिता सब विविधता को पालन करने सबुतिर कार्यफर्द अच्छी कार्यफर्द रु ही सार तुम मानक मार्क देवे। अधिवेशन 13 देख सृजनशीलता कलात्मक कार्य अभिनय आस बसिया भाविबा वार्ता गृह कार्य जीवन कौशल पाठ्यक्रम कार्यफर्द 9 अधिवेशन 14 निष्पत्ति नेवा दक्षता उद्देश्य सबस्या भाविबा वार्ता गृह कार्य कार्यफल 10 समाधान रो उपकारिता समाधान अपकारिता उपकारिता अर्थ लाभ अपकारिता अर्थ क्षति समाधान को नहीं तुम किपर अनुभव कर इमोजी अंकन कर। अधिवेशन 15 देख सहयोगिता श्रेणीखेल वैगिल रिले बाह्य खेल रिले चैलेंज आस बसिया भाविबा वार्ता गृह कार्य जीवन कौशल पाठ्यक्रम कार्यफर्द 11 अधिवेशन 16 सहयोगिता प्रत्येक कार्यफर्द रही। अधिवेशन 17 सहयोगिता अधिवेशन 18 ओलंपिक रे महिला एवं पाराओलंपिक अधिवेशन 19 सृजनशीलता निष्पत्ति नेबा सहयोगिता तार दक्षता कौन रहिबो उद्देश्य कौन रहिबो कार्यफर्द विषय जानिबा प्रस्तुति सूचना। अधिवेशन 20 सृजनशीलता वार्ता गृह कार्य जीवन कौशल पाठ्यक्रम तार जो कहानी 1 2 3 चरित्र स्थान घटना एगुड़ा विषय लिखिब कहानीर शीर्षक। अधिवेशन 21 सृजनशीलता अभिनव ढंग से चिंता करवा सब बसिया भाविबा वार्ता गृह कार्य जीवन कौशल पाठ्यक्रम कार्यफल 15 अभिनव ढंग से चिंता कर निम्न रे दिया अधा चित्र को संपूर्ण करवा। अभिनव ढंग से चिंता कर निम्न दिया अधा चित्र को संपूर्ण कर। यह एक तारा नुहे कौन हो पारे तारा नुहे तुम ताको कौन कर यह एक ताला नुहे यह कौन हो पारे तेणु तुमको यहाँ
ଚିନ୍ତା କରିକି ଏ ଚିତ୍ରକୁ ସମ୍ପୂର୍ଣ୍ଣ କରିବା ପାଇଁ ସେ ଦେଇଛି। ତ ସମସ୍ତ ୱାର୍କସିଟ୍ ମୁଁ ଅପଲୋଡ଼ କରିଦେଇଛି ପାଖାପାଖି। ତ ଆଉ ଯେଉଁ ପ୍ରୋଜେକ୍ଟ ୱାର୍କ, ପ୍ରତ୍ୟେକ ବର୍ଷ ପ୍ରୋଜେକ୍ଟ ୱାର୍କ ଚେଞ୍ଜ ହେବ। ତ ଗତ ବର୍ଷର ପ୍ରୋଜେକ୍ଟ ୱାର୍କ ମୁଁ କରିଦେଇଛି, ବହୁତ ସୁନ୍ଦର ପ୍ରୋଜେକ୍ଟ ୱାର୍କ। ଯେଉଁମାନଙ୍କ ପ୍ରୋଜେକ୍ଟ ୱାର୍କ ଦରକାର ମୋତେ ହ୍ୱାଟ୍ସଆପ୍ରେ ମେସେଜ୍ କରିପାରିବ। କାହାକୁ ଦରକାର ହେଉଛି ତା'ର PDF ମଧ୍ୟ ପାଇପାରିବ। ଅଧିବେଶନ 22 ନିଷ୍ପତ୍ତି ନେବା। ତାପରେ ଆସିଗଲା ପ୍ରକଳ୍ପ କାର୍ଯ୍ୟ। ଏ ପ୍ରକଳ୍ପ କାର୍ଯ୍ୟ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଯେଉଁମାନେ ଯେତେ ସୁନ୍ଦର ପ୍ରକଳ୍ପ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିକି ସାର୍ଙ୍କ ପାଖରେ ଡିପୋଜିଟ୍ ଦେବେ ସେମାନେ 20ରୁ 19, 18, 20ରୁ 20 ମଧ୍ୟ ପାଇପାରିବେ। ତେଣୁ ସଦାବେଳେ 100% ନମ୍ବର ରଖିବା ପାଇଁ ଚେଷ୍ଟା କର, କାହିଁକିନା ତୁମମାନଙ୍କର ଏଇ ମାର୍କ ତୁମମାନଙ୍କୁ ଅଧିକରୁ ଅଧିକ ପରସେଣ୍ଟ ଜାଣିବାରେ ସହାୟକ ହେବ। ତ ସମସ୍ତଙ୍କୁ ପୁଣି ଥରେ ଗୋଟେ ଅନୁରୋଧ ହେବ, ଚ୍ୟାନେଲକୁ ନିଶ୍ଚିତ ଭାବରେ ଗୋଟେ ସବସ୍କ୍ରାଇବ୍ କରିଦିଅ, ସାଙ୍ଗମାନଙ୍କ ସହିତ ବହୁତ ମାତ୍ରାରେ ସେୟାର କରିଦିଅ। ତୁମମାନଙ୍କର ଗୋଟେ ସବସ୍କ୍ରାଇବ୍ ମୋତେ ମୋଟିଭେଟ୍ କରିବ ପରବର୍ତ୍ତୀ ସମୟରେ ତୁମମାନଙ୍କ ପାଇଁ ଭିଡ଼ିଓ ନେଇକି ଆସିବା ପାଇଁ। ଆଉ ଯେଉଁମାନଙ୍କୁ ପ୍ରୋଜେକ୍ଟ ୱାର୍କର PDF ଦରକାର ମୋତେ ହ୍ୱାଟ୍ସଆପ୍ରେ କଣ୍ଟାକ୍ଟ କରିପାରିବ। ଶିକ୍ଷାର୍ଥୀଙ୍କ ଭୂମିକା, ଦାୟିତ୍ୱ କ'ଣ ସବୁ ରହିବ, ଏ ଡିଟେଲ୍ସ ଜିନିଷ ସବୁ ରହିଛି। ତ ଆଜିର ଭିଡ଼ିଓକୁ ଏଇଠି ଆମେ ରହୁଛି। ଜୟ ଜଗନ୍ନାଥ, ବନ୍ଦେ ଉତ୍କଳ ଜନନୀ। ସମସ୍ତଙ୍କର ଆଗାମୀ ପରୀକ୍ଷା ଭଲ ହେଉ ଏବଂ ସମସ୍ତ ଅବଜେକ୍ଟିଭ୍ କ୍ୱେଶ୍ଚନ୍କୁ ଆମେ ଆଲୋଚନା କରିବା, ସବଜେକ୍ଟ କ୍ୱେଶ୍ଚନ୍କୁ ଆଲୋଚନା କରିବା ଏବଂ 100% ନମ୍ବର ରଖିବା ପାଇଁ ଏବେଠାରୁ ଆମେ ସଂକଳ୍ପବଦ୍ଧ ହେବା। ଜୟ ଜଗନ୍ନାଥ।